ଯାତ୍ରୀଙ୍କୁ ମହଙ୍ଗା ମାଡ଼ ଝଟକା ପୁଣି ବଢ଼ିଲା ବସ୍ ଭଡ଼ା। ରାଜ୍ୟ ସରକାର ପୁଣି ବସ୍ ଭଡ଼ା ବଢ଼ାଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା 2 ପଇସା ବଢ଼ିଲା। ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା 90 ପଇସାରୁ 92 ପଇସାକୁ ବୃଦ୍ଧି ହୋଇଛି। ସେପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 94 ପଇସାରୁ 96 ପଇସାକୁ ବୃଦ୍ଧି ହୋଇଛି। ଡିଲକ୍ସ ଭଡ଼ା 131 ପଇସାରୁ 135 ପଇସାକୁ ବୃଦ୍ଧି ହୋଇଛି। ବସ୍ ଭଡ଼ା ବଢ଼ାଇବା ନେଇ ଦାବି କରିଥିଲା ଘରୋଇ ବସ୍ ମାଲିକ ସଂଘ। ଏସି ଡିଲକ୍ସ ବସ୍ ଭଡ଼ା 1 ଟଙ୍କା 59 ପଇସାରୁ ବଢ଼ି 1 ଟଙ୍କା 63 ପଇସା ହୋଇଛି। ସୁପର ଡିଲକ୍ସ ବସ୍ ଭଡ଼ା 2 ଟଙ୍କା 47 ପଇସାରୁ ବଢ଼ି 2 ଟଙ୍କା 53 ପଇସା ହୋଇଛି। ତେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଥର ପାଇଁ ରାଜ୍ୟରେ ବସ୍ ଭଡ଼ା ବଢ଼ାଇଛନ୍ତି ସରକାର। 2 ଦିନ ତଳେ ଭଡ଼ା ବୃଦ୍ଧି ପାଇଁ ଦାବି କରିଥିଲେ ଘରୋଇ ବସ୍ ମାଲିକ ସଂଘ। ଭଡ଼ା ବୃଦ୍ଧି ନ କଲେ 11ରୁ ବସ୍ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ। ପରବର୍ତ୍ତୀ ଖବର, ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ଖର୍ଚ୍ଚ 12 ଟଙ୍କାକୁ ବୃଦ୍ଧି। ଓଡ଼ିଶା ଅପପୁଷ୍ଟି ଲଢ଼େଇରେ ଆଉ ଏକ ବଡ଼ ପଦକ୍ଷେପ। ଅଣ୍ଡରୱେଟ୍ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର। ଜଳଖିଆ ଖର୍ଚ୍ଚ 8ରୁ ବଢ଼ି 12 ଟଙ୍କା ହୋଇଛି। ଏଣିକି ଦୈନିକ ସେମାନଙ୍କୁ 18 ଟଙ୍କାର ଖାଦ୍ୟ ମିଳିବ। ରାଜ୍ୟରେ 35,000 ଶିଶୁ ସିଭିୟର ଅଣ୍ଡରୱେଟ୍ ଅଛନ୍ତି। ଏ ବାବଦରେ 126 କୋଟି 83 ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ବହନ କରିବେ ସରକାର। ଏହାସହ ଶିଶୁ ଜୀବନର ପ୍ରଥମ 1000 ଦିନ ପୋଷଣ ଉପରେ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଯେଉଁଥିରେ ମା ପେଟରେ 270 ଦିନ ଏବଂ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ପୋଷଣ ପୁରା ତଥ୍ୟ ରହିଛି। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆମାନେ ଏହି ବୁକଲେଟ୍ ଜରିଆରେ ସଚେତନ ହେଲେ ପ୍ରସବଜନିତ ସମସ୍ୟା ହଟିବ, ଯାହାଦ୍ୱାରା ଓଡ଼ିଶାକୁ 2036 ସୁଦ୍ଧା ପୋଷଣ ମୁକ୍ତ କରିବାରେ ସହାୟକ ହେବ। ଅପପୁଷ୍ଟି ମୁକ୍ତ ଓଡ଼ିଶା ଗଠନ ପାଇଁ ବିଭାଗ ମିଶନ ମୋଡରେ କାମ କରୁଛି। ପରବର୍ତ୍ତୀ ଖବର, କଥା ଦେଇ କଥା ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଆସନ୍ତା 19 ଓ 20 2 ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିବେ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କ ଗାଁକୁ ବୁଲି ଆସିବାକୁ କଥା ଦେଇଥିଲେ ମୋଦି। ଆଉ ଏବେ ଆସିବାର ଯୋଜନା କରିଛନ୍ତି। ରାଇରଙ୍ଗପୁରରେ ବଡ଼ ସାଧାରଣ ସଭା କରିବେ। ଓଡ଼ିଶାରେ ପ୍ରଥମ ଥର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ ଖୋଲିବ। ଏହାକୁ କୁସୁମୀ ବ୍ଲକ ସୁଳିଦୁମାରେ ଶିଳାନ୍ୟାସ କରିବେ ମୋଦି। ରାଇରଙ୍ଗପୁରରେ ବଡ଼ ସାଧାରଣ ସଭା କରିବେ। ଓଡ଼ିଶାରେ ପ୍ରଥମ ଥର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେଷ୍ଟ ମ୍ୟାନେଜମେଣ୍ଟ ଖୋଲିବ। ଏହାର କୁସୁମୀ ବ୍ଲକ ସୁଳିଦୁମାରେ ଶିଳାନ୍ୟାସ କରିବେ ମୋଦି। ସେ ଆହୁରି କହିଛନ୍ତି, ପୂର୍ବରୁ ଜବତ ବାଘ ଛାଲ ସହ ଅନ୍ୟ ଜନ୍ତୁଙ୍କର ବୈଜ୍ଞାନିକ ପରୀକ୍ଷା ପାଇଁ ଡେରାଡୁନକୁ ପଠାଇବାକୁ ପଡ଼ୁଥିଲା। ଏବେ ଓଡ଼ିଶାରେ ଏହାର ପରୀକ୍ଷଣ ହେବ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରିବେ। ରାଷ୍ଟ୍ରପତି ନିଜ ଗାଁ ରାଇରଙ୍ଗପୁର ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ବି ରାଷ୍ଟ୍ରପତିଙ୍କ ଗାଁ ପାହାଡ଼ପୁର ଯିବେ। ଏନେଇ ମୟୂରଭଞ୍ଜ ସାଂସଦଙ୍କୁ ଫୋନ୍ ଆସିଥିଲା। ପରବର୍ତ୍ତୀ ଖବର, ଶିମିଳିପାଳରୁ ଆସିଲା ଖୁସି ଖବର, ମା ହେଲା ବାଘୁଣୀ ଜିନ୍ନତ। ଗତ 28 ତାରିଖରେ ବାଘୁଣୀ ଜିନ୍ନତ 4ଟି ଛୁଆକୁ ଜନ୍ମ ଦେଇଛି। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଖୁସି ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଶିମିଳିପାଳରେ ବାଘୁଣୀ ଜିନ୍ନତ ମା ହୋଇଛି। ସେ 4ଟି ବାଘ ଛୁଆ ଜନ୍ମ କରିଛି ଓ ସବୁ ସୁସ୍ଥ ଅଛନ୍ତି। ଏବେ ବାଘ ଛୁଆଙ୍କ ଆଖି ଫିଟିନି। ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର ସେମାନେ ଶିମିଳିପାଳ ପରିବେଶ ଓ ଜୈବ ବିବିଧତାରେ ଖାପ ଖୁଆଇବେ। ଶିମିଳିପାଳରେ ବର୍ତ୍ତମାନ 40ଟି ବାଘ ଅଛନ୍ତି। ଏବେ 4 ନୂଆ ବାଘ ଛୁଆ ଯୋଡ଼ି ହେଲେ। ପରବର୍ତ୍ତୀ ଖବର, ବିଳମ୍ବ ହେଉଛି ମୌସୁମୀ, ପୁଣି ନୂଆ ଆକଳନ କଲା ପାଣିପାଗ ବିଭାଗ। କେରଳମରେ ମୌସୁମୀର ଆଗମନକୁ ନେଇ ପୁଣି ଥରେ ନୂଆ ଆକଳନ କରିଛି ପାଣିପାଗ ବିଭାଗ। ସାରା ଦେଶ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ସଢ଼ୁଥିବା ବେଳେ ମୌସୁମୀର ଆସିବା ତାରିଖ ପୁଣି ଘୁଞ୍ଚିଛି। ସାଧାରଣତଃ ପ୍ରତିବର୍ଷ ମେ ମାସର ଶେଷ ସପ୍ତାହ ସୁଦ୍ଧା କେରଳମରେ ପ୍ରବେଶ କରିଥାଏ ମୌସୁମୀ। ଏଥର ନିର୍ଦ୍ଧାରିତ ସମୟଠାରୁ ଟିକିଏ ବିଳମ୍ବରେ ଆସିବ ମୌସୁମୀ। ପାଣିପାଗ ବିଶେଷଜ୍ଞମାନେ ଉଲ୍ଲେଖ କରିଛନ୍ତି ଯେ ମୌସୁମୀର ଅଗ୍ରଗତି ପ୍ରକୃତରେ ମନ୍ଥର ହୋଇଥିଲେ ମଧ୍ୟ ଏହି ବିଳମ୍ବ ପଛରେ ଅନେକ ଜଟିଳ ପାଣିପାଗ କାରଣ ଭୂମିକା ଗ୍ରହଣ କରୁଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପରିସ୍ଥିତି ଅନୁକୂଳ ହେଉଛି ଏବଂ ଏହା ଜୁନ୍ 4 ସୁଦ୍ଧା କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆଇଏମ୍ଡିର ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ମଡେଲ ଅନୁଯାୟୀ ଏକ ପଶ୍ଚିମା ଝଡ଼ ସକ୍ରିୟ ଥିବାରୁ ଦକ୍ଷିଣ ଭାରତରେ ପୂର୍ବା ବାୟୁ ଶକ୍ତିଶାଳୀ ହୋଇପାରୁନାହିଁ। ଏଥିସହିତ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ମୌସୁମୀ ବାୟୁର ପ୍ରବାହ ଦୁର୍ବଳ ହୋଇଯାଇଛି। କେରଳମରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ମୌସୁମୀ ଆଗମନ ଘୋଷଣା ପାଇଁ ଆବଶ୍ୟକ ପଶ୍ଚିମା ବାୟୁର ବେଗ ଏବେ ବି କମ୍ ରହିଛି। ପରବର୍ତ୍ତୀ ଖବର, ଆଜିଠାରୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ମୋହନ ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂର୍ତ୍ତି ହେବାକୁ ଯାଉଛି। 2 ବର୍ଷ ପୂର୍ତ୍ତି ପୂର୍ବରୁ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ। ଆଜିଠୁ ବିଭିନ୍ନ ବିଭାଗ ଓ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷା କରାଯିବ। ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧୀନରେ ଆସୁଥିବା ବିଭାଗଗୁଡ଼ିକର ସମୀକ୍ଷା ହେବ। ଜୁନ୍ 12ରୁ 22 ତାରିଖ ପର୍ଯ୍ୟନ୍ତ ସରକାରଙ୍କ ସଫଳତାକୁ ନେଇ ପ୍ରତି ଜିଲ୍ଲାକୁ ଯିବେ ସରକାର। 2 ବର୍ଷ ପୂର୍ତ୍ତି ଅବସରରେ ଅନେକ ନୂଆ ଯୋଜନା
ଓ ପ୍ରକଳ୍ପ ଭେଟିଦେବେ। ଏହା ସହିତ ପ୍ରତିଦିନ ବିଭିନ୍ନ ବିଭାଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜ ନିଜର ଉପଲବ୍ଧି ଜଣାଇବେ। ସରକାର 2 ବର୍ଷରେ କେଉଁ ସବୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାର ହିସାବ ରଖିବେ। ନୂଆ ଯୋଜନା, ନୂଆ ଘୋଷଣା, ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପର ତାଲିକା ରଖିବେ ପ୍ରତି ବିଭାଗ। ପରବର୍ତ୍ତୀ ଖବର, ସାବାଡ଼ ହେବେ ଅପରାଧୀ। ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍। ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍। ପେଶାଦାର ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଜିଲ୍ଲାର ଜରଡ଼ା, କେନୁଆଗାଁ, ଦିଗପହଣ୍ଡି ଥାନା ଅଞ୍ଚଳରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ସାଗର ବେହେରା ବିରୁଦ୍ଧରେ ଲାଗିଛି ଏନ୍ଏସ୍ଏ। ବ୍ରହ୍ମପୁର ପୋଲିସର ସୁପାରିଶ କ୍ରମେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅନୁମତି ପରେ ଜାତୀୟ ନିରାପତ୍ତା ଆଇନ କ୍ଷମତା ବଳରେ ସାଗର ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଜରଡ଼ା ଥାନା ଅନ୍ତର୍ଗତ ନନ୍ଦିଗା ଗ୍ରାମର ଧୋବା ବେହେରାଙ୍କ ପୁଅ ସାଗର ବେହେରା। ସାଗରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ବ୍ରହ୍ମପୁର ଜେଲରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାଗର ନାଁରେ 11ଟି ଅପରାଧିକ ମାମଲା ରହିଛି। ସାଗରର ସହଯୋଗୀ ଓ ଅନ୍ୟାନ୍ୟ ପେଶାଦାର ଅପରାଧୀଙ୍କ ବିରୁଦ୍ଧରେ ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି। ପରବର୍ତ୍ତୀ ଖବର, ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଉ। ବିଜେଡି ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଥାନାରେ ଜଣେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କ ସନ୍ଦେହଜନକ ହାଜତ ମୃତ୍ୟୁ ଘଟଣା କେବଳ ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶାବାସୀଙ୍କୁ ବିଚଳିତ କରିଛି। ଏହି ଘଟଣା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସରକାରଙ୍କୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ। ମେ 21 ତାରିଖରେ କବି ସୂର୍ଯ୍ୟନଗର ଥାନାରେ ଏକ ବେଆଇନ ଖଣି ଖନନ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଶାସକ ଦଳର କିଛି ବ୍ୟକ୍ତିଙ୍କ ନାମ ରହିଥିଲା, କିନ୍ତୁ ପୋଲିସ ସେମାନଙ୍କୁ ପଚାରିବାକୁ ସାହସ ଜୁଟାଇ ନପାରି ନିରୀହ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଥାନାକୁ ଡକାଇ ଦୀର୍ଘ 6 ଦିନ ଧରି ଅମାନବୀୟ ନିର୍ଯାତନା ଦେଇଥିଲା। ମୃତ ସୁଶାନ୍ତ ସାହୁଙ୍କ ପରିବାର ସଦସ୍ୟଙ୍କ ବୟାନ ଅନୁସାରେ ସୁଶାନ୍ତଙ୍କ ନାମରେ କୌଣସି ଏଫ୍ଆଇଆର୍ ନଥିବା ସତ୍ତ୍ୱେ ଥାନାରେ ତାଙ୍କୁ ପ୍ରବଳ ମାଡ଼ ମାରି ତାଙ୍କ ଶରୀର ଉପରେ ଲଙ୍କାଗୁଣ୍ଡ ଓ ଗରମ ପାଣି ପକାଇ 3rd ଡିଗ୍ରୀ ପ୍ରୟୋଗ କରିଥିଲା ପୋଲିସ। ପରବର୍ତ୍ତୀ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା ଓ ଏମ୍କେସିଜି ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ 2 ଦିନରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଏଫ୍ଆଇଆର୍ ରୁଜୁ କରାଯାଇନାହିଁ। ପରବର୍ତ୍ତୀ ଖବର, ଭତ୍ତା ପାଇଁ ପରିଣତ ବୟସରେ ସଂଘର୍ଷ କରୁଛନ୍ତି ଦିବ୍ୟାଙ୍ଗ ଓ ବୃଦ୍ଧ ବୃଦ୍ଧା। 2 ମାସରୁ ଉର୍ଦ୍ଧ୍ୱ ସମୟ ହେବ ମିଳୁନି ଭତ୍ତା। ସମସ୍ୟା ଭୋଗୁଛନ୍ତି ଦିବ୍ୟାଙ୍ଗ ଓ ବୃଦ୍ଧ ବୃଦ୍ଧା। କିଏ ବଙ୍କୁଲି ବାଡ଼ି ଧରି ନଈ ନଈ ଚାଲୁଛି, ଆଉ କିଏ ଚମ ଧୁଡ଼ୁ ଧୁଡ଼ୁ ପରିଣତ ବୟସରେ ଭତ୍ତା ପାଇଁ ସଂଘର୍ଷ କରୁଛନ୍ତି। ଅନେକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବୃଦ୍ଧ ବୃଦ୍ଧାମାନଙ୍କ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ହିତାଧିକାରୀଙ୍କୁ ଘାରିଛି ଭତ୍ତା ଚିନ୍ତା। ଭତ୍ତା ଟଙ୍କା ପାଇଁ ବ୍ୟାଙ୍କଠାରୁ ଆରମ୍ଭ କରି ପଞ୍ଚାୟତକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପୂର୍ବ ସରକାରଙ୍କ ସମୟରେ ମାସକୁ ମାସ ଭତ୍ତା ଟଙ୍କା ମିଳୁଥିଲା, କିନ୍ତୁ ସରକାର ବଦଳିବା ପରେ ଭତ୍ତା ଠିକ୍ ସମୟରେ ମିଳୁନାହିଁ, ଯାହାକୁ ନେଇ ପରିଣତ ବୟସରେ ଦହଗଞ୍ଜ ହେଉଛନ୍ତି ହିତାଧିକାରୀ। ପରବର୍ତ୍ତୀ ଖବର, ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଚାଲିବ ଇଭି ବୋଟ୍। ଓଟିଡିସି ପକ୍ଷରୁ ଟେଣ୍ଡର ଆହ୍ୱାନ। ଡିଜେଲ ବୋଟ୍ ବଦଳରେ ଓଡ଼ିଶାରେ ଚାଲିବ ଇଭି ବୋଟ୍। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବେଶ ଅନୁକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଏପରି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖୁବ୍ ଶୀଘ୍ର ଇଲେକ୍ଟ୍ରିକ୍ ବୋଟ୍ ବା ବିଦ୍ୟୁତ୍ ଚାଳିତ ଡଙ୍ଗା ଚଳାଚଳ ଆରମ୍ଭ ହେବ। ଟେଣ୍ଡର ମୁତାବକ ବଛା ଯାଇଥିବା ସ୍ଥାନଗୁଡ଼ିକରେ ବିଳାସପୂର୍ଣ୍ଣ କାଟାମାରାନ ସହିତ ସୌରଶକ୍ତି ଏବଂ ଇଭି ବୋଟ୍ ବ୍ୟବହାର କରାଯିବ। କୋରାପୁଟ ଜିଲ୍ଲାର କୋଲାବରେ 30 ସିଟ୍ ବିଶିଷ୍ଟ ଏକ ବୋଟ୍ ଚାଲିବ। ସେପରି ସମ୍ବଲପୁର ଜିଲ୍ଲାର ହୀରାକୁଦରେ ଯଥାକ୍ରମେ 20 ଏବଂ 10 ସିଟ୍ ବିଶିଷ୍ଟ 2ଟି ବୋଟ୍ ନିୟୋଜିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ 20 ସିଟ୍ ଏବଂ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଚିଲିକାର ବରକୂଳରେ 8 ସିଟ୍ ବିଶିଷ୍ଟ ବୋଟ୍ ସେବା ଆରମ୍ଭ କରାଯିବ। ପରବର୍ତ୍ତୀ ଖବର, 41 ଲକ୍ଷରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ SIR ମଙ୍ଗଳବାର 4ର୍ଥ ଦିନରେ ପହଞ୍ଚିଛି। ଗତ 3 ଦିନ ଧରି ବ୍ୟାପକ ଭାବେ ଚାଲିଥିବା ଏହି ଅଭିଯାନରେ ରାଜ୍ୟର କୋଣ ଅନୁକୋଣରେ ଭୋଟରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟା 7ଟା ସୁଦ୍ଧା ରାଜ୍ୟରେ 41,60,000 ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇ ସାରିଛି। 4ର୍ଥ ଦିନରେ ମଧ୍ୟ ଏହି ପ୍ରକ୍ରିୟା ବେଶ୍ ଦ୍ରୁତଗତିରେ ଆଗେଇ ଚାଲିଛି। ପରବର୍ତ୍ତୀ ଖବର, ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ର ଛାନଭିନ୍। ଦ୍ୱିତୀୟ ଦିନରେ କ୍ରାଇମ୍ ସ୍ପଟ୍ରେ ତଦନ୍ତ। ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ NHRCର ଟିମ୍ର ଛାନଭିନ୍।
मंगलवार बालियंता स्थित क्राइम स्पॉट को जाई एनएचआरसी सदस्य माने पारिपार्श्विक स्थिति अनुध्यान करने सहित घटनार तदंत करिसेंति। एही टीम ओडिशा क्राइम ब्रांचर तदंतकारी अधिकारी मामला संपर्कित तथ्य संग्रह करिसेंति। एहा सहित सौम्यंक परिवार को मध्य भेटिसेंति। सेपटे घटना आउ जणे अभियुक्त को गिरफ करिछि क्राइम ब्रांच। अभियुक्त दीपू और प्रदीप मंगराज को ढेंकानालगुरु गिरफ करा जायथिबा बेले मोट गिरफ्तारी संख्या 18 रे पहुंची। सूचना था कि सौम्य हत्या घटना एनएचआरसी टीम गोटे दिन में 4 स्थान में छानभिन करिछि। मंगलवार सकाळे स्टेट गेस्ट हाउस रे एडीजी अधीन में कार्य करुथिबा जणे डीएसपी समेत 7 जन को पचरा उचरा करिसेंति टीम। एही 7 जन भितर एडीजी घरे नियोजित कनेस्टेबल 2 जन पीएसओ ड्राइवर अछंती। परवर्ती खबर पाकिस्तान रे शक्ति संकट राति 8टारे बजार बंद करने को निर्देश। पाकिस्तान रो राजधानी इस्लामाबाद रे व्यवसाय प्रतिष्ठान गुड़िक एक नूतन बंद समय सारणी लागू होईछि, जहां अनुसार राति 8टा सुधा व्यवसाय प्रतिष्ठान गुड़िक बंद करने बाध्यतामूलक करा जायछि। पश्चिम एशिया रे चलिथिबा संघर्ष जोगु शक्ति मूल्य वृद्धि पाइथिबारु ए पदक्षेप निया जायछि। डेप्यूटी कमिशनर इरफान मेमन के नेतृत्व में जिला प्रशासन सोशल मीडिया रे घोषणा करिछि जेणिकी नूतन बजार बंद समय लागू हेबो। बजार गुड़िक राति 8टा सुधा बंद हेबा आवश्यक, जेतेबेले रेस्टोरेंट एवं तेजराती दुकान गुड़िक राति 10टा पर्यंत खोला रही पारिबो। परवर्ती खबर बीजेपी रु इस्तीफा देले पूर्वतन तमिलनाडु बीजेपी राज्य सभापति के अन्नामलाई। भारतीय जनता पार्टी आजिकाली तमिलनाडु राजनीति रे समस्या रे थिबा परि मने होछि। तेबे भाजपा इस्तीफा देले दक्षिण भारत में भाजपार अन्यतम प्रमुख चेहरा तथा तमिलनाडु रे दलर पूर्वतन सभापति के अन्नामलाई। से नुआदिल्ली रे राष्ट्रीय सभापति नितिन नवीन को इस्तीफा पत्र प्रदान करिसेंति। तथापि बीजेपी तांको इस्तीफा पत्र ग्रहण करिछि कि नाही ताहा एपर्यंत स्पष्ट नुहे। मिलिथिबा सूचना अनुसार अन्नामलाई किछि मास मध्यरे निजर लोक आंदोलन आंचलिक राजनीतिक दल आरंभ करिवे। अन्नामलाईଙ୍କ निकटतम सूत्र अनुसार से गत किछि मास मध्यरे बीजेपी नेतृत्व ठारू दूरेई जाइथिले एवं विधानसभा निर्वाचन रे विजय देखि राज्य रे आउ एक राजनीतिक दल पई स्थान थिबा विश्वास करी आउ एक दल पई अंटा भिड़िछंती। परवर्ती खबर आईपीएल ट्रॉफी जितिबा परे प्रेमानंद महाराज ठारू आशीर्वाद नेले विराट कोहली। भारतर स्टार बैट्समैन एवं पूर्वतन अधिनायक विराट कोहली तांको पत्नी अनुष्का शर्मा सहित मंगलवार प्रेमानंद महाराज को भेटी आशीर्वाद ग्रहण करिसेंति। भक्ति रे बुड़ी रहितबा विराट कोहली एवं अनुष्का शर्मा फोटो एवं वीडियो सोशल मीडिया रे भाइराल होछि। ए भाइराल होथुवा वीडियो रे दुहिं को साधारण गेटअप रे देखिबा को मिलिछि। दुहे मास्क मध्य पिंधिथिबार देखिबा को मिलिछि। अनुष्का गोटी गोलापी रंगर सालवार सूट ड्रेस रे नजर आसीथिबा बेले विराट कोहली माटिया रंगर छोट कुर्ता एवं बेस ट्राउजर रे नजर आसीछन्ते। उभय खाली पादरे चालुथिबार मध्य देखिबा को मिलिछि। एथिसहित तांकर एही चमत्कार विजयर खुशी प्रेमानंद महाराज को सह बांटिछन्ति। उल्लेखनीय जे आईपीएल आरंभ हेबा पूर्वरु विराट कोहली प्रेमानंद महाराज को आशीर्वाद मध्य नैथिले। एबे आईपीएल चैंपियन हेबा परे से पुणी थरे तांको गुरु प्रेमानंद महाराज को आश्रम परिदर्शन करिछन्ति। परवर्ती खबर आखंडलमणि पीठरे आरंभ है उच्छेद प्रक्रिया बुलिला बुलडोजर। भद्रक जिलार प्रसिद्ध शैवपीठ आरडी स्थित आखंडलमणि मंदिर परिक्रमा मार्ग निर्माण पर मंगलवार पूर्वाह्न 10टारे उच्छेद प्रक्रिया आरंभ होइछि। पूर्वरु एने प्रशासन पक्षर विस्थापित हेबाकु थिबा परिवार माननकु नोटिस जारी करा जायतिबा सहित डाकबाजी जंत्र माध्यम सचेतन करा जायतिला। उच्छेद प्रक्रिया आरंभ पूर्व भद्रक उपजिल्लापाल तथा मंदिर मैनेजिंग ट्रस्टी सौरभ चक्रवर्ती, चांदबाली तहसीलदार भवतोष मल्लिक, धामनगर भारप्राप्त एसडीपीओ अनिरुद्ध मुदुली, धुसुरी थानाधिकारी अजय सुदर्शन बागे और आरडी फांडी अधिकारी प्रदीप नायक पीठरे उपस्थित रही उच्छेद प्रक्रिया को त्वरान्वित करथिले। परवर्ती खबर मोदी सरकार बड़ एक्शन हटिले सीबीएसई अध्यक्ष और सचिव। केंद्रीय माध्यमिक शिक्षा बोर्ड सीबीएसई रे सृष्टि होइतिबा बड़ विवाद परे केंद्रर मोदी सरकार एक बड़ प्रशासनिक कार्यानुष्ठान ग्रहण करिसेंति। बोर्डर ऑनस्क्रीन मार्किंग पोर्टाल विवाद को नहीं देशव्यापी हटचमट सृष्टि हेबा परे सरकार सीबीएसई अध्यक्ष राहुल सिंह एवं सचिव हिमांशु गुप्ता को तुरंत बदली करिसेंति। एहा सहित परीक्षा प्रक्रिया रे होइतिबा अनियमिततार तदंत पई सरकारक पक्षरु एक उच्चस्तरीय जांच कमिटी मध्य गठन करा जायछि। परवर्ती खबर प्रगति नायक कलाहांडी कांग्रेस महिला सभानेत्री। ओडिशा प्रदेश कांग्रेस महिला सभानेत्री मीनाक्षी बाहिनीपति राज्यर विभिन्न जिलार महिला सेल सभानेत्री नाम घोषणा करिसेंति। एही क्रम में कलाहांडी जिला पई कांग्रेस महिला सेल सभानेत्री भाव में प्रगति नायक को दायित्व प्रदान करिसेंति, जाहाकु नै जिला कांग्रेस कार्यकर्ता मध्य उत्साह देखा मिली। या पूर्व प्रगति राज्य साधारण संपादिका भली पदवी रे रही निज कार्य को दक्षतार सहित परिचालना करी लोकों प्रियभाजन हो पारिथिले। आगामी दिन में जिलार महिला संगठन को सुदृढ़ करने सहित उभय राज्य और केंद्र सरकार विभिन्न अवहेला और दुर्नीति को नहीं स्वर उत्तोलन करेंगे बोली जिला सभानेत्री नायक प्रकाश करिसेंति। परवर्ती खबर हाथी को फार्म हाउस रे पोती पड़गले धरा
ଜେଲ୍ ଗଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମ ହାଉସ୍ ଭିତରେ ପୋତି ଦେଇଥିବା ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛି। ଏହି ଘଟଣା ପ୍ରକାଶ ପାଇବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଗିରଫ ହୋଇଥିବାମାନଙ୍କ ମଧ୍ୟରେ ଫାର୍ମ ହାଉସ୍ ମାଲିକ, ଜେସିବି ଡ୍ରାଇଭର ଓ ଜଗୁଆଳି ରହିଛନ୍ତି। ସୂଚନା ଅନୁସାରେ ମୃତ ହାତୀକୁ ଲୁଚାଇବା ପାଇଁ ଫାର୍ମ ହାଉସ୍ ଭିତରେ ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ବନ ବିଭାଗ ଓ ପୋଲିସ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଜାଣିଥିଲେ। ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ 3 ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ଘଟଣାକୁ ନେଇ ବନ ବିଭାଗ ଆହୁରି ତଦନ୍ତ ଜାରି ରଖିଛି। ଏପରିକି ଫାର୍ମ ହାଉସ୍ ଚାରିପଟେ ବେଆଇନ ଭାବେ ବିଦ୍ୟୁତକରଣ କରାଯାଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ପରବର୍ତ୍ତୀ ଖବର, ଗୌରାଙ୍ଗଙ୍କୁ ଆକ୍ରମଣ ଅପହରଣ ଘଟଣାରେ ପୋଲିସର ହାତ ଖାଲି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ ଆକ୍ରମଣ ସହିତ ଅପହରଣ ଘଟଣାରେ 6 ଦିନ ପରେ ବି ପୋଲିସର ହାତ ଖାଲି। ମଙ୍ଗଳବାର ମହାଦେଇପାଟଣା କେନ୍ଦ୍ରାପଡ଼ା ଏସ୍ପି ଦାୟିତ୍ୱରେ ଥିବା ଜଗତସିଂହପୁର ଏସ୍ପି ଅଙ୍କିତ ବର୍ମା ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଅପହରଣରେ ବ୍ୟବହୃତ ବୋଲେରୋ ଜବତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।